ଆଚ୍ଛା ପିଲାମାନେ ସୁପ୍ରଭାତ। ଆଚ୍ଛା ସମାନେ ଭଲ ଅଛ? ଆଚ୍ଛା ଠିକ୍ ଅଛି, ମୁଁ ବି ଭଲ ଅଛି। ଆମେ ଗତ ଶ୍ରେଣୀରେ ଗତ ପିରିୟଡ଼ରେ କ'ଣ ପଢ଼ିଥିଲେ? ସଂଖ୍ୟା ବିଷୟରେ ଜାଣିଥିଲେ ନାଇଁ କି? 1 2 3 4 ସବୁ ସଂଖ୍ୟା ବିଷୟରେ ଆମେ ଜାଣିଥିଲେ। ଆଚ୍ଛା ଏଇ ଯେଉଁ 1ରୁ 9 ଆମେ ସଂଖ୍ୟା ଜାଣିଥିଲେ, ଆଚ୍ଛା ତୁମେ ପିଲା ଜାଣିଛ ଏ ସଂଖ୍ୟାଟାକ ଆମ ପାଖକୁ କେମିତି ଆସିଲା? ଆମେ କେମିତି ତାକୁ ମନେ ରଖିଲେ? କେଉଁମାନେ ବ୍ୟବହାର କରୁଥିଲେ ଜାଣିଛ? ନାଇଁ ନା? ହଁ, ଏଇ ବିଷୟରେ ଆଜି ତୁମକୁ ଗୋଟେ କାହାଣୀ ମୁଁ କହିବି। ଯେଉଁ କାହାଣୀରେ ଆମର ଜଙ୍ଗଲ ଥିବ, ଗୁମ୍ଫା ଥିବ, ଆମର ହଜାର ହଜାର ବର୍ଷ ଆଗରୁ ଲୋକମାନେ ରହୁଥିଲେ ଗୁମ୍ଫାରେ, କେମିତି ସେଇ ସଂଖ୍ୟାକୁ ସେମାନେ ଆବିଷ୍କାର କଲେ, କେମିତି ବ୍ୟବହାର କରୁଥିଲେ, ସେଇ ବିଷୟରେ ମୁଁ ଆଜି କାହାଣୀ କହିବି। ବୁଝିଗଲ ପିଲେ? ଆଚ୍ଛା ପିଲାମାନେ, ଆଜି ଆମେ ତୁମର ତୃତୀୟ ଶ୍ରେଣୀର ଗଣିତ ବିଷୟ ଆଉ 2 ଶତକ ପ୍ରସଙ୍ଗ ବିଷୟରେ ପଢ଼ିବା। ସମସ୍ତେ ରେଡି ତ? ସମସ୍ତେ ଆସିଛ? ଆଚ୍ଛା ହଉ ଠିକ୍ ଅଛି। ଆଚ୍ଛା କହିଲ ପିଲାମାନେ, ଏଇ ଚିତ୍ରରେ ତମାନେ କ'ଣ କ'ଣ ଦେଖୁଛ? ଆଚ୍ଛା ଆଉ ଜଙ୍ଗଲ ଦେଖୁଛ ନାଇଁ? ଆଉ କ'ଣ ଦେଖୁଛ? ଆଚ୍ଛା ରାସ୍ତା ବି ଅଛି। ଆଉ କ'ଣ ଅଛି? ଆଚ୍ଛା ଗଛ ଗୁଡ଼ାକ, ବହୁତ ଗଛ ଅଛି ନାଇଁ? ଆଚ୍ଛା ଆଉ କ'ଣ ଦେଖୁଛ? ପତ୍ର ବି ଅଛି, ଗଛରେ ପତ୍ର ଅଛି ନାଇଁ? ଆଚ୍ଛା ପିଲାମାନେ, ଏଇ ଚିତ୍ରରେ କ'ଣ ଅଛି କୁହ ତ? କ'ଣ କ'ଣ ଦେଖୁଛ କୁହ? ଆଚ୍ଛା କୁହ। ଗଛ ଦେଖାଯାଉଛି ନାଇଁ? ଆଚ୍ଛା ଠିକ୍ କହିଛ। ଆଉ କ'ଣ ଦେଖାଯାଉଛି? ପତ୍ର ବି ଦେଖାଯାଉଛି। ଆଉ କ'ଣ ଅଛି କହିଲ? ଓହଳ ବି ଅଛି ନାଇଁ? ଭଲ ଆଉ, ବଢ଼ିଆ ଜାଣିଛ। ଆଉ କ'ଣ ଦେଖାଯାଉଛି? ହଁ ମାଟି ବି, ଗଛ ତଳେ ମାଟି ଅଛି ନାଇଁ? ଆଉ କ'ଣ ଦେଖାଯାଉଛି ପିଲେ? ଆଉ କ'ଣ ଅଛି କୁହ ତ ଦେଖିବା? ହଁ ଡାଳ ବି ଅଛି, ଗଛର ଡାଳ ଗୁଡ଼ାକ ବି ଅଛି। ଏବେ ଆଉ ଗୋଟେ ଚିତ୍ର ତମ ଆଗରେ ଅଛି। ଏ ଚିତ୍ର ଦେଖ, ଆଉ କୁହ ତ ଏଇ ଗଛର ଗଣ୍ଡିରେ କ'ଣ କ'ଣ ତମେ ଦେଖୁଛ? ହଁ ଗଛର ଗଣ୍ଡି ଅଛି। ଆଉ କ'ଣ ଦେଖୁଛ? ହଁ ନାଲି ଗାର ବି ଅଛି ନାଇଁ? ଆଚ୍ଛା ଆଉ କ'ଣ ଅଛି କି? ଆଉ କ'ଣ ଦେଖାଯାଉଛି କୁହ ତ? ହଁ କଟା ଦାଗ ବି ଅଛି ନାଇଁ? ବଢ଼ିଆ ବଢ଼ିଆ। ଆଉ କିଛି ଅଛି କି? ଆଉ କ'ଣ କୁହ ତ? ଆଉ କିଏ ହାତ ଟେକିବ? ହଁ ଗଛର ଛାଲି ବି ଅଛି। ବଢ଼ିଆ ବଢ଼ିଆ ଜାଣିଛ ଆଉ। ଆଚ୍ଛା ଏଇ ଯେଉଁ ଚିତ୍ର ଦେଖାଯାଉଛି ଏବେ ଗଛର ଗଣ୍ଡି, ଏଥିରେ କି ଚିହ୍ନ ଦେଖୁଛ କୁହ ତ? ଭଲ କି ଦେଖ, ମୋତେ କୁହ, ବ୍ୟସ୍ତ ହୁଅନି, ଭଲ ଭାବରେ ଦେଖ। ଆଚ୍ଛା ହଁ, ଜଣେ କହିଲେ ନାଲି ଗାର ଅଛି। ଗୁଡ୍। ଆଉ କ'ଣ ଅଛି? ହଁ ଭଲ କି ଦେଖ, ଭଲ କି ଦେଖ। ହଁ କଟା ଦାଗ ବି ଦେଖାଯାଉଛି ନାଇଁ? ବଢ଼ିଆ ବଢ଼ିଆ। ଆଚ୍ଛା ପିଲାମାନେ, ଏହା କେଉଁ ଚିତ୍ର କୁହ ତ? ଏଇ ଚିତ୍ରରେ କ'ଣ ଦେଖିପାରୁଛ? ଭଲ କି ଦେଖ ଆଉ ମୋତେ କୁହ। ଆଚ୍ଛା କ'ଣ ଦେଖିଲ? ଆଚ୍ଛା ଏଇଟା ଗୋଟେ ଗୁମ୍ଫା ଦେଖୁଛ ନାଇଁ? ଆଚ୍ଛା ଗୁମ୍ଫା ଭଳିଆ ଦେଖାଯାଉଛି। ଆଉ କିଛି ଦେଖାଯାଉଛି ପିଲାମାନେ? ହଁ ଘାସ ବି ହେଇଛି ନାଇଁ? ଆଚ୍ଛା ଠିକ୍ ଅଛି, ଘାସ ବି ଚାରିଆଡ଼େ ଅଛି। ଆଚ୍ଛା ପିଲାମାନେ, ଗୋଟେ ଜିନିଷ ଜାଣିଛ? ହଜାର ହଜାର ବର୍ଷ ଆଗରୁ ଆମ ମଣିଷମାନେ ଏମିତି ଗୁମ୍ଫାରେ ରହୁଥିଲେ। ଗୁମ୍ଫା କୋଉଠି ଅଛି କହିଲ? ଜଙ୍ଗଲରେ ବହୁତ ଗୁଡ଼ିଏ ଗୁମ୍ଫା ଆମର ଦେଖିବାକୁ ମିଳୁଥିଲା। ଆମ ଭଳି ଏମିତି ପକ୍କା ଘର ତ ନଥିଲା। ସେମାନେ ଘର ତିଆରି କରିପାରୁନଥିଲେ। ନିଜର ଘର ବୋଲି କିଛି ନଥିଲା। ଜଙ୍ଗଲରେ ଏମିତି ଗୁମ୍ଫାରେ ରହୁଥିଲେ। ଖରା ଦାଉରୁ ରକ୍ଷା ପାଉଥିଲେ, ବର୍ଷା ଦାଉରୁ ରକ୍ଷା ପାଉଥିଲେ। ଏ ଗୁମ୍ଫା ତାଙ୍କୁ ବହୁତ ସୁରକ୍ଷା ଦଉଥିଲା। ଜାଣିଲେ ପିଲେ? ଆଚ୍ଛା ହଉ। ଆଚ୍ଛା ପିଲାମାନେ, ଏଇ ଚିତ୍ରରେ ଯେଉଁ ଗୁମ୍ଫାର କାନ୍ଥ ଦେଖାଯାଉଛି, ଏଥିରେ କ'ଣ ଦେଖୁଛ କହିଲ? ଦେଖ ଆଉ କୁହ ତ। ହଁ କିଛି ସିଧା ଗାର ଅଛି ନାଇଁ କି? ଆଚ୍ଛା ଆଚ୍ଛା ପିଲାମାନେ କୁହ ତ, ଏଇ ଗାର ଗୁଡ଼ାକ କିଏ ଦେଇଥିବ ଆଉ କାହିଁକି ଦେଇଥିବ? ଗୁମ୍ଫା ମାନେ ତ ଆମେ କହୁଛେ ଜଙ୍ଗଲରେ ଥିବ। କିଏ କହିପାରିବ କୁହ? ଆଚ୍ଛା କେହି ନାହିଁ ନାଇଁ? ଆଚ୍ଛା ଠିକ୍ ଅଛି, ମୁଁ କହିଦେଉଛି। ମୋର ହଜାର ହଜାର ବର୍ଷ ଆଗରୁ, ମୁଁ ଟିକେ ଆଗରୁ ତ କହୁଥିଲି ତମମାନଙ୍କୁ, ଲୋକମାନେ ଜଙ୍ଗଲରେ ରହୁଥିଲେ, ଗୁମ୍ଫାରେ ରହୁଥିଲେ। ସେମାନେ ଚଳିବା ପାଇଁ ଯେଉଁ ହିସାବ କରୁନଥିଲେ, ସେ ହିସାବ ପାଇଁ ତାଙ୍କ ପାଖରେ ତ କଲମ ନଥିଲା, କାଗଜ ନଥିଲା।
ସେମାନେ ଏମିତି ଗୁମ୍ଫାର କାନ୍ଥରେ ସିଧା ଗାର ଟାଣି ନିଜ ନିଜର ହିସାବ ରଖୁଥିଲେ। ଜାଣିଲ ପିଲେ? ଆଚ୍ଛା, ତମେ ତ ଏବେ କହିଲ ଏ ଗୁମ୍ଫାର କାନ୍ଥରେ ସିଧା ଗାର ଅଛି ବୋଲି, ନାଇଁ? ଆଚ୍ଛା, ଏବେ କୁହ ତ ସେଇ ସିଧା ଗାର ଗୁଡ଼ିକ ଯୋଉ ଅଛି କେତୋଟି ଗାର ଟଣା ହେଇଛି? ଭଲ ଭାବରେ ଗଣ ଆଉ ମତେ କହିଲ ଦେଖିବା। କିଏ ଆଗ କହିପାରୁଛ ଦେଖିବା, ହାତ ଟେକିବ। ଆଚ୍ଛା, ଠିକ ଅଛି, ଦେଖିବା ଦେଖିବା ଦେଖିବା। ହଁ, ଠିକ ଅଛ, 20ଟି ଗାର। ଧନ୍ୟବାଦ ଧନ୍ୟବାଦ। ଏଇ ଚିତ୍ରରେ ଆମେ କଣ ଦେଖୁଛେ ପିଲାମାନେ? ହଁ, ଆମ୍ବ ଦେଖୁଛେ, ନାଇଁ? ଆଚ୍ଛା, ଠିକ ଅଛି, କହିଲ ଦେଖିବା ଏଇ ପ୍ଲେଟରେ ମୋର କେତୋଟି ଆମ୍ବ ରଖା ହେଇଛି? ହଁ, ବଢିଆ ବଢିଆ, 2ଟି ଆମ୍ବ ଅଛି, ନାଇଁ? ଆଚ୍ଛା, ଠିକ ଅଛି, ବଢିଆ କହିଛ ଆଉ। ଆଚ୍ଛା, ଏବେ ଦେଖ ଗୋଟେ ଚିତ୍ର ଦିଆହେଇଛି ତମକୁ, ସେହି ଆମ୍ବର ଚିତ୍ର। ଏବେ କୁହ କେତୋଟି ପ୍ଲେଟରେ ଆମ୍ବର ଚିତ୍ର ରଖାହେଇଛି? କୁହ କେତୋଟି ପ୍ଲେଟରେ ଅଛି? ଆଉ ସମସ୍ତେ ହାତ ଟେକିଲ ଆଉ। ଗୁଡ୍ ଗୁଡ୍, 2ଟି ପ୍ଲେଟରେ ଆମ୍ବର ଚିତ୍ର ଅଛି, ନାଇଁ? ଆଚ୍ଛା ଆଚ୍ଛା, ଏବେ ତାହେଲେ କୁହ ଆମର କେତୋଟି ପ୍ଲେଟରେ 2ଟି ଲେଖାଏଁ ଆମ୍ବ ରଖାହେଇଛି? ସାଙ୍ଗେ ସାଙ୍ଗେ କହିଦେଲ ଆଉ, 2ଟି ପ୍ଲେଟରେ, ନାଇଁ? ବଢିଆ, ସମସ୍ତେ ବଢିଆ ବଢିଆ ଉତ୍ତର ଦଉଛ। ଆଚ୍ଛା, ଏଇ ଚିତ୍ରରେ କେତୋଟି ସେଓ ଦେଖାଯାଉଛି କହିଲ? ହଁ, 5ଟି ସେଓ, ନାଇଁ? ଆଚ୍ଛା, ଠିକ ଠିକ ଠିକ। ଆଚ୍ଛା, ଏହା ଆଉ ଗୋଟେ ଚିତ୍ର ତମ ପାଇଁ ଦିଆହେଇଛି, ଦେଖ। ଏଇ ଚିତ୍ରରେ 5ଟି ଲେଖାଏଁ ସେଓ କେତୋଟି ଜାଗାରେ ଅଛି କୁହ? ହଁ, ସମସ୍ତେ ହାତ ଟେକିଦେଲେ ଆଉ। ବଢିଆ, 2ଟି ଜାଗାରେ ଅଛି, ନାଇଁ? ଆଚ୍ଛା, ହଉ। ଆଚ୍ଛା, ପିଲାମାନେ କୁହ ତ ଏଇ ଯୋଉ ବିଡା ଗୋଟେ ଦେଖୁଛ ବନ୍ଧା ହେଇଛି, ଏଇ ବିଡାରେ କେତୋଟି କାଠି ଅଛି? ଗଣ ଆଉ କୁହ। ହଁ, କୁହ କୁହ, ହାତ ଟେକ। ହଁ, ବଢିଆ, ସୁନ୍ଦର ଉତ୍ତର। 10ଟି କାଠି ଅଛି, ନାଇଁ କି? ଆଚ୍ଛା, ହଉ। ଏବେ କୁହ 10 ଟିକିଆ କାଠି ବିଡା କେତୋଟି ଅଛି? ସୁନ୍ଦର ଉତ୍ତର, 5ଟି ଅଛି, ନାଇଁ? ସମସ୍ତେ ଜାଣିଛ ଆଉ। ପିଲାମାନେ ଏଇଟା ଗୋଟେ କଣ ଦେଖିଲ? ମାଟିର ପାତ୍ର ଅଛି, ନାଇଁ? ଆଚ୍ଛା, ଏବେ ତମମାନେ ଯୋଉ ହିସାବ କରୁଛ 1 2 3 4 5 6 7 8 9, ଶୂନ ବି ତମେ ବ୍ୟବହାର କରୁଛ, ବିଭିନ୍ନ ସଂଖ୍ୟା ବି ତମେ ଗଠନ ବି କରୁଛ। ଆଚ୍ଛା, ସେତେବେଳେ ତ ହଜାର ହଜାର ବର୍ଷ ପୂର୍ବରୁ ଲୋକମାନେ ଏମିତି ଜାଣିନଥିଲେ। କେମିତି କରୁଥିଲେ? ସେମାନେ ପୁଞ୍ଜା ପୁଞ୍ଜା କି ହିସାବ କରୁଥିଲେ। 2 ଟିକିଆ ପୁଞ୍ଜା, 3 ଟିକିଆ ପୁଞ୍ଜା, 5 ଟିକିଆ ପୁଞ୍ଜା, 10 ଟିକିଆ ପୁଞ୍ଜା, ଏଇ ଯୋଉ କହୁଥିଲି ଗୁମ୍ଫାର କାନ୍ଥରେ ଗାର ଟାଣିକି ସେଇଟା ମଧ୍ୟ ହିସାବ କରୁଥିଲେ। ଆଚ୍ଛା, ସେହି ସଂଖ୍ୟାକୁ ସେମାନେ ବ୍ୟବହାର କରିକି ନିଜର ଗୋଟେ ସ୍ୱଦେଶୀ ପଦ୍ଧତି ସେମାନେ ଅବଲମ୍ବନ କରିଥିଲେ। ଦେଖିବା ଏବେ କୋଉ କୋଉ ସଂଖ୍ୟା ଗୁଡାକ ଆମର ପ୍ରାଚୀନ ଭାରତୀୟ ମାନେ ବାହାର କରିଥିଲେ। ଦେଖିବା ତାହେଲେ, ଦେଖ ପ୍ରଥମରେ ଶୂନ ବାହାର କଲେ ଆମର ପ୍ରାଚୀନ ଭାରତୀୟ ମାନେ। ତାପରେ କଣ ଦେଖିବା, 1 ସଂଖ୍ୟାଟାକୁ ବାହାର କଲେ। ତାପରେ ଦେଖିବା କଣ, 2 ସଂଖ୍ୟା ବାହାର କଲେ। ତାପରେ ଆସିଲା 3, ତାପରେ ଆସିଲା 4, ତାପରେ ଆସିଲା 5, ତାପରେ ଆସିଲା 6, ତାପରେ ଆସିଲା 7, ତାପରେ ଆସିଲା 8, ତାପରେ ଆସିଲା 9। ଏମିତିକି 10ଟି ସଂକେତକୁ ଆମର ଭାରତୀୟ ମାନେ ବ୍ୟବହାର କଲେ ଏବଂ ତାକୁ ବ୍ୟବହାର କରି ଯେକୌଣସି ସଂଖ୍ୟା, ଯେତେ ବଡ଼ ସଂଖ୍ୟା ହେଉନା କାହିଁକି, ତାକୁ ସେମାନେ ହିସାବ କରିବା ପାଇଁ ସମର୍ଥ ମଧ୍ୟ ହେଲେ। ବୁଝିଲ ପିଲାମାନେ? ଆଚ୍ଛା ପିଲାମାନେ, ମୁଁ ତ ଏବେ କହିଲି ତମକୁ ଯୋଉ 10ଟି ସଂକେତ ଆମେ ସଂଖ୍ୟା ରୂପରେ ପାଇଲେ, ଆମର ଭାରତୀୟ ମାନେ ନିଜର ପଦ୍ଧତି ଅବଲମ୍ବନ କଲେ, ବିଭିନ୍ନ ଜିନିଷ ନୂଆ ନୂଆ ଜିନିଷ ଆବିଷ୍କାର ମଧ୍ୟ କଲେ। ତାର ଭିତରୁ ବହୁତ ଗୁଡ଼ିଏ ଜିନିଷ ଏମିତି ଅଛି ଯାହାକି ଆମ ହାତ ପାହାନ୍ତାରେ ମଧ୍ୟ ଆମେ ଏବେ ଦେଖୁଛେ। ଦେଖିବା ପ୍ରଥମରେ କଣ, ଦୂରଦର୍ଶନ, ଯୋଉଟା ତମେ ଟିଭି କହୁଛ, ସମସ୍ତଙ୍କ ଘରେ ଅଛି। ତାପରେ କମ୍ପ୍ୟୁଟର, ତାପରେ ତ ସମସ୍ତଙ୍କ ଘରେ ଅଛି, ଗୋଟେ ଗୋଟେ ହାତରେ ମଧ୍ୟ ଅଛି,
मोबाइल फोन समस्त पाखे एटा तो आम प्रतिदिन ये कम करुचे ये सब गुड़ाक जो संख्या आविष्कार कले से माने यही 10टी संख्या को लेकिन विभिन्न जिनिस आविष्कार होता तारी भितर ये जो दूरदर्शन कंप्यूटर मोबाइल फोन एगुड़ाक आविष्कार होती जहाँकि बहुत बड़ आम गोटे उपादान होती साहय सहयोग होती जनसमाज आमर पिला माने जो 10टी संकेत आमर प्राचीन भारतीय माने आविष्कार कले निजर पद्धति अवलंबन कले तार भितर शून्य संख्याटी ये शून्य परिचय आम भारतीय माने ही समस्त को देखते। अच्छा एबे आमे शून्य संकेतर परिचय तो जानिले तार व्यवहार जानिबा शून्य कहले केते जानिबा एवं से शून्य को गोटे संख्यार जेतବେଳେ डाहाण पटे आमे थोई दउचे तार मूल्य बढ़ुची ना कमुची आमे जानिबा देख शून्य डाहाण पटे तो किछि नाही किछि अछि कि किछि नाही किंतु एक डाहाण पटे शून्य आमे थोइले आज देखिबे एथिरे केतोटी सुआ आमे देखि परिबा देखिबा एबे गणिल कुह तो हाँ 10टी सुआ देखिल ना नहीं गोटे संख्यार डाहाण पटे गोटे जदि शून्य थोई दउचे तार मूल्य बढ़ी जाउची 10टी 10 र मूल्य केते अधिक देखिल तो तेबे आज आमे कौन शिखिला देखिबा नहीं अच्छा हजार हजार वर्ष पूर्वे मनुष्य जंगल रे बास करुथिले एटा मु कहिछि सेमाने गुंफार कांथ गछर छाली रे चिन्ह देई हिसाब रखुथिले समय क्रमे मनुष्य 5 टिकिया 10 टिकिया 20 टिकिया दल तैयारी करी हिसाब रखुतला समय क्रमे भारतीय माने 0 1 2 3 4 5 6 7 8 9 आदि 10टी संकेत को व्यवहार करी संख्या लिखिबा पई स्वदेशी पद्धति तैयारी करथिले संख्यार व्यवहार पर टीवी कंप्यूटर मोबाइल फोन आदि आविष्कार होई पारिछि शून्य आविष्कार एक गुरुत्वपूर्ण आविष्कार थिला शून्य अर्थ किछि नुहे किंतु शून्य जोगु संख्या लिखिबार प्रणाली संभव होई पारिछि बुझिले पिले एबे आसो आमे मने पकैबा आज आमे कोन शिखिले हला अच्छा हजार हजार वर्ष पूर्वे लोके केउ ठारे रहुथिले चारोटी उत्तर अछि केउ उत्तर ठीक हम कहबो तो निज घरे रहुथिले कि जंगल रे रहुथिले कि जंगल रे ओ गुंफा रे रहुथिले आउ पहाड़ रे रहुथिले केउ उत्तरटी ठीक हबो को अच्छा ठीक बढ़िया आउ जंगल रे ओ गुंफा रे रहुथिले नाही अच्छा हो बढ़िया अच्छा 2 नंबर आमे देखिबा प्राचीन भारतीय माने केतोटी संकेत व्यवहार करी संख्या लिखिबा पई स्वदेशी पद्धति तैयारी करथिले एबे को तो 5टी संकेत ना 7टी संकेत ना 10टी संकेत ना 2टी संकेत आज बढ़िया वेरी गुड सांगे सांगे कहि दउछ बढ़िया उत्तर जानिछ 10टी संकेत व्यवहार करथिले नै कि अच्छा पिला माने एटा तुम पे शेष प्रश्न एटा किए जानिछ सांगे सांगे हाथ टेकिबो एटा चित्र तो देखुछ दूरदर्शन अच्छा हो ए दूरदर्शन रे आमे कोन करू को देखिबा आमे चित्र देखू ना सिनेमा देखू ना खेल देखू ना उपरोक्त समस्त अर्थात चित्र देखू सिनेमा देखू खेल देखू सब देखू केउटा ठीक आज बढ़िया समस्त हाथ टेकिले उपरोक्त समस्त नै कि आमे सब देखू बहुत बहुत धन्यवाद अच्छा पिला माने समस्ते धैर्यर सहित शुणिथिबारु समस्त को धन्यवाद खुशी रे शिखिबा समस्तंकर अधिकार नमस्कार।